गुड मॉर्निंग ओडिशा चलंतु नजर पकाइबा आजिर देश विदेशर गुरुत्वपूर्ण खबर गुड़िक उपरे। ता पूर्वरु भिडियोटी को गोटे लाइक करी चैनलटी को सब्सक्राइब करदेबे। आजिठु बढ़िबो मौसुमी जनित वर्षार परिमाण। 18 ରୁ 20 तारिख पर्यंत राज्यर विभिन्न जिल्लार प्रबल वर्षा रही। तेबे 18 तारिख बेलू घूर्णिबलय सृष्टि हेबार संभावना रही। एही घूर्णिबलय मौसुमी को सक्रिय करिबारे सहायता करिबो। फଳରେ ବର୍ଷାରୁ ନିସ୍ତାର ନାହିଁ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। 20 ତାରିଖ ଯାଏଁ ରାଜ୍ୟରେ ମେଘୁଆ ପାଗ ସହ କିଛି କିଛି ସ୍ଥାନରେ ପ୍ରବଳ ବର୍ଷା ହେବ। ପରବର୍ତ୍ତୀ ଖବର। ରେସିଡେଣ୍ଟ ସାର୍ଟିଫିକେଟ୍ ଓ କାଷ୍ଟ ସାର୍ଟିଫିକେଟ୍ ପ୍ରାୟ ସମସ୍ତଙ୍କର ଆବଶ୍ୟକ ପଡ଼ିଥାଏ। ଏଥିପାଇଁ ପ୍ରତି 6 ମାସରେ ଥରେ ତହସିଲ ଅଫିସକୁ ଦୌଡ଼ିବାକୁ ପଡ଼ିଥାଏ। କିନ୍ତୁ ଏବେ ଏଥିରୁ ମୁକ୍ତି ମିଳିବ। ଆଗକୁ ବାରମ୍ବାର ତହସିଲ ଅଫିସକୁ ଦୌଡ଼ିବାକୁ ପଡ଼ିବନି। ଥରେ କାଷ୍ଟ ସାର୍ଟିଫିକେଟ୍ ବା ଜାତିଗତ ପ୍ରମାଣପତ୍ର ବାହାର କଲେ ତାହା ସବୁଦିନ ପାଇଁ କାମରେ ଲାଗିବ। ମୁଖ୍ୟତଃ ଅନୁସୂଚିତ ଜାତି ଓ ଜନଜାତିର ଲୋକଙ୍କୁ ଜୀବନରେ ଥରେ ସାର୍ଟିଫିକେଟ୍ ବାହାର କରିବାକୁ ପଡ଼ିବ। ଏସିବିସି ଓ ଓବିସି ବର୍ଗଙ୍କ ପାଇଁ କିନ୍ତୁ ପୂର୍ବ ନିୟମ ବଳବତ୍ତର ରହିବ। ଠିକ୍ ସେହିପରି ରେସିଡେଣ୍ଟ ସାର୍ଟିଫିକେଟ୍ ବା ଆବାସିକ ପ୍ରମାଣପତ୍ର ଥରେ ବାହାର କଲେ ଜୀବନ ସାରା କାମରେ ଲାଗିବ। ଆଧାର ସହ ରେସିଡେଣ୍ଟ ସାର୍ଟିଫିକେଟ୍ର ସିଧାସଳଖ ଲିଙ୍କ ରହିବ। ଆବଶ୍ୟକ ସ୍ଥଳେ ଆଧାରରେ ଥିବା ଠିକଣା ରିନ୍ୟୁ ହୋଇପାରିବ। ପରବର୍ତ୍ତୀ ଖବର। ଭାରତୀୟ ଷ୍ଟେଟ ବ୍ୟାଙ୍କ ପକ୍ଷରୁ ଗୃହ ଋଣ ସୁଧହାର ହ୍ରାସ କରାଯାଇଛି। ରିଜର୍ଭ ବ୍ୟାଙ୍କ ରେପୋ ରେଟ୍ ହାର 0.50% ହ୍ରାସ କରିବା ପରେ ଦେଶର ସର୍ବବୃହତ ରାଷ୍ଟ୍ରୀୟତ ବ୍ୟାଙ୍କ ଏଭଳି ନିଷ୍ପତ୍ତି ନେଇଛି। ଏସ୍ବିଆଇ ଏହାର ବାହ୍ୟ ବେଞ୍ଚମାର୍କ ଋଣ ହାର ଏବଂ ଗୃହ ଋଣ ସୁଧ କମାଇଛି। ପୂର୍ବରୁ ଇବିଏଲ୍ଆର 8.65% ରହିଥିବା ବେଳେ ଏବେ ଏହା 8.15%କୁ କମିଛି। ଏସ୍ବିଆଇର ୱେବସାଇଟରୁ ଜଣାପଡ଼ିଛି ଯେ ଇବିଏଲ୍ଆର ସହ ଜଡ଼ିତ ଗୃହ ଋଣ ସୁଧ ହାର 7.7%ରୁ 8.45% ମଧ୍ୟରେ ରହିବ। ଗ୍ରାହକଙ୍କ କ୍ରେଡିଟ୍ ସ୍କୋର ଉପରେ ସୁଧ ହାର ନିର୍ଦ୍ଧାରଣ ହେବ। ଏଥିସହିତ ବ୍ୟାଙ୍କ ଏହାର ସ୍ୱତନ୍ତ୍ର ଜମା ଯୋଜନା ଉପରେ ସୁଧ ହାର 0.25% କମାଇ 6.60%ରେ ରଖିଛି। ଜୁନ 15ରୁ ଏହା ଲାଗୁ ହେବ ବୋଲି ଜଣାପଡ଼ିଛି। ପରବର୍ତ୍ତୀ ଖବର। ଭାରତୀୟ ରେଳ ବିଭାଗର ଅପେକ୍ଷା ତାଲିକାଭୁକ୍ତ ଯାତ୍ରୀ ଖୁବ୍ ଶୀଘ୍ର ସେମାନଙ୍କ ଟ୍ରେନ୍ ଟିକେଟ୍ର ଚୂଡ଼ାନ୍ତ ସ୍ଥିତି ଯାତ୍ରାର ବହୁ ପୂର୍ବରୁ ଜାଣିପାରିବେ। ପରୀକ୍ଷାମୂଳକ ଭାବରେ ଯାତ୍ରାର 24 ଘଣ୍ଟା ପୂର୍ବରୁ ଟିକେଟ୍ର ଚୂଡ଼ାନ୍ତ ସ୍ଥିତି ଜାଣିହେବ। ବର୍ତ୍ତମାନ ଭାରତୀୟ ରେଳ ବିଭାଗ ନିର୍ଦ୍ଧାରଣ ପ୍ରସ୍ଥାନର 4 ଘଣ୍ଟା ପୂର୍ବରୁ ଚୂଡ଼ାନ୍ତ ସ୍ଥିତି ତାଲିକା ପ୍ରକାଶ କରୁଛି। ଫଳରେ ଟିକେଟ୍ କରି ୱେଟିଂ ଲିଷ୍ଟରେ ଥିବା ଯାତ୍ରୀ ଯାତ୍ରା କରିବେ କି ନାହିଁ ସେ ନେଇ ଆଶଙ୍କାରେ ଥାନ୍ତି। ନୂତନ ବ୍ୟବସ୍ଥା ଲାଗୁ ହେଲେ ୱେଟିଂ ଲିଷ୍ଟରେ ଥିବା ଯାତ୍ରୀ ଉପକୃତ ହେବେ। ପରବର୍ତ୍ତୀ ଖବର। ପ୍ରଧାନମନ୍ତ୍ରୀ ମୋଦି ଆଜିଠାରୁ 5 ଦିନିଆ ବିଦେଶ ଗସ୍ତରେ ଯାଉଛନ୍ତି। ଅପରେସନ ସିନ୍ଦୁର ପରେ ପିଏମଙ୍କ ପ୍ରଥମ ବିଦେଶ ଗସ୍ତ। କାନାଡା, କ୍ରୋଏସିଆ ଓ ସାଇପ୍ରସ ଗସ୍ତରେ ଯିବେ ମୋଦି। କାନାଡାରେ ଆୟୋଜିତ G7 ବୈଠକରେ ସାମିଲ ହେବେ। ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ଅନୁଯାୟୀ ପ୍ରଧାନମନ୍ତ୍ରୀ ମୋଦି ଜୁନ 15ରୁ ଜୁନ 19 ମଧ୍ୟରେ ସାଇପ୍ରସ, କାନାଡା ଏବଂ କ୍ରୋଏସିଆ ଗସ୍ତ କରୁଛନ୍ତି। ପରବର୍ତ୍ତୀ ଖବର। ଆଗକୁ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା। ଶୃଙ୍ଖଳିତ ଗୁଣ୍ଡିଚା ଯାତ୍ରା ପାଇଁ ଅଣ୍ଟା ଭିଡ଼ିଲେ ସରକାର। ଅଣସେବାୟ ଓ ମୋବାଇଲ ବ୍ୟବହାର ରୋକ ଲଗାଇ ସରକାରଙ୍କ ବଡ଼ ଆକ୍ସନ ପ୍ଲାନ୍। ଅଣସେବାୟତ ରଥ ଉପରକୁ ଚଢ଼ିଲେ ହେବେ ଗିରଫ। ରଥରେ ସେବାୟତ ମୋବାଇଲ ବ୍ୟବହାର କରିପାରିବେନି। ଚଳିତ ରଥଯାତ୍ରାକୁ ଶୃଙ୍ଖଳିତ କରିବାକୁ ସଂସ୍କାରମୂଳକ ପଦକ୍ଷେପ ନେବା ସହ କଠୋର ଆଭିମୁଖ୍ୟ ନେଇ ସ୍ପଷ୍ଟ କରିଛନ୍ତି ଆଇନମନ୍ତ୍ରୀ। ଆଇନମନ୍ତ୍ରୀ କହିଛନ୍ତି ଅଣସେବାୟତ ରଥ ଉପରେ ଚଢ଼ିପାରିବେ ନାହିଁ। ଧରା ପଡ଼ିଲେ ହେବେ ବନ୍ଧା। ପହଣ୍ଡିରେ କେଉଁ କେଉଁ ସେବାୟତ ରହିବେ ସେମାନଙ୍କ ତାଲିକା ପ୍ରସ୍ତୁତ ହେବ। ଘଣ୍ଟୁଆ ସେବାୟତ ମାନଙ୍କ ତାଲିକା ବି ପ୍ରସ୍ତୁତ ହେବ। ଏନେଇ ନିଯୋଗଗୁଡ଼ିକ ତାଲିକା ପାଇଁ ସେବାୟତଙ୍କ ନାଁ ଦେବେ। ଛତିଶା ନିଯୋଗ ସହ ଆଲୋଚନା ପରେ ଏଭଳି ନିଷ୍ପତ୍ତି ହୋଇଛି। ପରବର୍ତ୍ତୀ ଖବର। ପୋଲିସ ଡିଜି ଯୋଗେଶ ବାହାଦୁର ଖୁରାନିଆଙ୍କ ପ୍ରେସମିଟ୍। ଚଳିତ ବର୍ଷ ରଥଯାତ୍ରାରେ ସୁରକ୍ଷା ବ୍ୟବସ୍ଥା ଅଧିକ କରାଯାଇଛି। ଭକ୍ତମାନଙ୍କ ସୁବିଧାକୁ ଅଧିକ ଗୁରୁତ୍ୱ ଦିଆଯିବ। ରଥଯାତ୍ରାରେ ଲାଗିବ ଏଆଇ ଟେକ୍ନୋଲୋଜି। ଏଆଇ ଇଣ୍ଟିଗ୍ରେଟେଡ ସିଷ୍ଟମ ସ୍ଥାପନ କରାଯିବ। ଟ୍ରାଫିକ ସମସ୍ୟା ଓ ଭିଡ଼କୁ ନିୟନ୍ତ୍ରଣ କରିବ ଏଆଇ। ଯାତ୍ରୀଙ୍କ ପାଇଁ ଏଆଇ ରୁଟ ମ୍ୟାପ ପ୍ରସ୍ତୁତ କରାଯିବ। ଭୁବନେଶ୍ୱରରୁ ପୁରୀ ଆସୁଥିବା ଗାଡ଼ି ଉପରେ ନଜର ରଖିବ ଏଆଇ। ଗାଡ଼ି ପାର୍କିଂ ପାଇଁ ଲଗାଯିବ ସୂଚନା ଫଳକ। ପୁରୀରେ ନିୟୋଜିତ ହେବ ଡ୍ରୋନ୍ ଓ ଆଣ୍ଟି ଡ୍ରୋନ୍ ସିଷ୍ଟମ। ରାପିଡ୍ ଆକ୍ସନ ଫୋର୍ସ ସିଆଇଏସ୍ଏଫ୍ ରକ୍ଷକ ଗାର୍ଡ ହେବେ ନିୟୋଜିତ। ପରବର୍ତ୍ତୀ ଖବର। ଆଜି ଉତ୍ତରାଖଣ୍ଡ କେଦାରନାଥରୁ ଆସିଛି ହେଲିକପ୍ଟର ଦୁର୍ଘଟଣା ଖବର। ଏହି ଦୁର୍ଘଟଣାରେ 7 ଜଣଙ୍କ ମୃତ୍ୟୁ ଘଟିଛି। ପାଇଲଟ ଏବଂ ଗୋଟିଏ ଛୋଟ ପିଲା ସମେତ 7 ଜଣ ପ୍ରାଣ ହରାଇଛନ୍ତି। କେଦାରନାଥ ଧାମରୁ ଗୁପ୍ତକାଶୀ ଅଭିମୁଖେ ଉଡ଼ାଣ ଭରୁଥିବା ଆଜାନ ଏଭିଏସନର ଏକ ହେଲିକପ୍ଟର ଗୌରୀକୁଣ୍ଡ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଛି।
ଦୁର୍ଘଟଣା ପଛରେ ଖରାପ ପାଗକୁ କାରଣ ବୋଲି କୁହାଯାଉଛି। କେଦାରନାଥ ଘାଟିରେ ଘନ କୁହୁଡ଼ି ଏବଂ ପବନ ପ୍ରବଳ ବହୁଥିବାରୁ ହେଲିକପ୍ଟରଟି ରାସ୍ତା ନ ପାଇବା ସହ ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଥିଲେ। ମୃତ ଯାତ୍ରୀମାନେ ଉତ୍ତରାଖଣ୍ଡ, ମହାରାଷ୍ଟ୍ର ଓ ଉତ୍ତରପ୍ରଦେଶର ହୋଇଥିବା ପରିଚୟ ମିଳିଛି। ପରବର୍ତ୍ତୀ ଖବର। ଆସନ୍ତା 21ରେ ଦେଶ ପାଳିବ 11ତମ ଆନ୍ତର୍ଜାତିକ ଯୋଗ ଦିବସ। ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱରେ ଚଳିତ ବର୍ଷ ଐତିହାସିକ ଯୋଗ ସଙ୍ଗମ ସକାଳ 6:30ଟାରୁ 7:45 ପର୍ଯ୍ୟନ୍ତ ଦେଶବ୍ୟାପୀ ବିଭିନ୍ନ ସ୍ଥାନରେ ଅନୁଷ୍ଠିତ ହେବ। ଚଳିତ ବର୍ଷର ଥିମ୍ ରହିଛି ଏକ ପୃଥିବୀ ଏକ ସ୍ୱାସ୍ଥ୍ୟ ପାଇଁ ଯୋଗ। ସୁସ୍ଥ ଜୀବନ ପାଇଁ ଯୋଗର ଲାଭ ସମ୍ପର୍କରେ ପିଲାମାନେ ଜାଣିବା ଉଦ୍ଦେଶ୍ୟରେ ଏଥର ରାଜ୍ୟର ସମସ୍ତ ବିଦ୍ୟାଳୟରେ ଆନ୍ତର୍ଜାତିକ ଯୋଗ ଦିବସ ପାଳନ ପାଇଁ ନିଷ୍ପତ୍ତି ନିଆଯାଇଛି। କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟର ବିଦ୍ୟାଳୟ ଶିକ୍ଷା ଓ ସାକ୍ଷରତା ବିଭାଗ ପକ୍ଷରୁ ଏନେଇ ସବୁ ରାଜ୍ୟକୁ ନିର୍ଦ୍ଦେଶ ଦିଆଯିବା ପରେ ରାଜ୍ୟରେ ବିଦ୍ୟାଳୟ ସ୍ତରରେ ଯୋଗ ଦିବସ ପାଳନ ପାଇଁ ତତ୍ପରତା ପ୍ରକାଶ ପାଇଛି।